ପ୍ରବଳ ଝଡ଼ ବର୍ଷାରେ ହୋର୍ଡିଂ ଭାଙ୍ଗିଲା, 8 ମୃତ। ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହୋଇଛି। ସୋମବାର ମୁମ୍ବାଇର ଘାଟକୋପରରେ ଝଡ଼ ତୋଫାନରେ ବଡ଼ ଦୁର୍ଘଟଣା ଘଟିଛି। ବର୍ଷା ସମୟରେ ପେଟ୍ରୋଲ ପମ୍ପ ଉପରେ ଥିବା ଏକ ହୋର୍ଡିଂ ପଡ଼ି 8 ଜଣଙ୍କର ମୃତ୍ୟୁ ଘଟିବା ସହ 59 ଜଣ ଆହତ ହୋଇଛନ୍ତି। ଏଥିସହିତ 100 ଜଣ ହୋର୍ଡିଂ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ ଦେଇଛନ୍ତି। ଅଗ୍ନିଶମ କର୍ମଚାରୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏକ୍ଷରେ ପୋଷ୍ଟ କରି କହିଛନ୍ତି ଯେ, ସରକାର ଘଟଣାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। ରେସ୍କ୍ୟୁ ଅପରେସନ ଚାଲୁ ରହିଛି। ଏଥିରେ ଯେଉଁ ଲୋକେ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ପ୍ରାଣ ହରାଇଥିବା ଲୋକଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।